ସେଥିପାଇଁ ଆମେ ଯେତେବେଳେ କଲେକ୍ଟର ପାଖକୁ ଆସିଥିଲୁ, ଫରେଷ୍ଟରକୁ ମଧ୍ୟ ଆମେ ଆପ୍ଲିକେସନ ଦେଇଥିଲୁ, କେସ୍ ଦେଇଥିଲୁ ଏବଂ ଥାନାରେ ମଧ୍ୟ କେସ୍ ଦେଇଥିଲୁ। ଆଜି ପର୍ଯ୍ୟନ୍ତ କୌଣସି ତଦାରଖ ମଧ୍ୟ କରାଯାଉନାହିଁ। ଯେହେତୁ କି ଆଜି ଆମେ କଲେକ୍ଟର ଗ୍ରିଭିଏନ୍ସକୁ ଆସିଥିଲୁ, ଗ୍ରିଭିଏନ୍ସରେ ମଧ୍ୟ ଆମକୁ ବହୁତ ଦୁଃଖର କଥା, ଏଠି ଡିଏଫଓ ମଧ୍ୟ ଆସିନାହାନ୍ତି ଏବଂ ସେପରି ଭାବରେ ଆମର ଅଞ୍ଚଳର ଫରେଷ୍ଟ ରେଞ୍ଜର ମଧ୍ୟ ଆସିନାହାନ୍ତି। ସେଥିପାଇଁ ଆମର ବହୁତ ଦୁଃଖର କଥା। ଆଜ୍ଞା, ମୁଁ ଆର୍ ରୋହିତ କୁମାର, ଦଶମନ୍ତପୁର ସରପଞ୍ଚ। ଆଜ୍ଞା, ଆଜି ଆମେ କଲେକ୍ଟର ଗ୍ରିଭିଏନ୍ସକୁ ଆସିବାର କାରଣ ହେଲା, ଆମ ଅଞ୍ଚଳରେ ବହୁତ ପୁରାତନ ହାଇସ୍କୁଲ କାକଲପଡ଼ା ହାଇସ୍କୁଲ, ସେ ହାଇସ୍କୁଲରେ ବହୁ ମାତ୍ରାରେ ଅବହେଳା ଚାଲିଛି ଏବଂ ଆମର ଅନେକ ଗୁଡ଼ିଏ ଶାଗୁଆନ ଗଛ ଥିଲା। ସେ ସୌନ୍ଦର୍ଯ୍ୟକରଣ ପ୍ରକୃତିର ସୃଷ୍ଟି ଯେଉଁଟା ଥିଲା ଆମର ଗଛ, ସେ ଜାଗାକୁ ନଷ୍ଟ କରି ଗଛ କାଟିକି ବିକ୍ରି କରିଦେଇଛନ୍ତି। ସେ ହେଲେ ହେଡ଼ମାଷ୍ଟର ପରମିଶନ ଦେଇଛନ୍ତି ବୋଲିକିରି କହିଛନ୍ତି, କିନ୍ତୁ ଆମେ ଫରେଷ୍ଟ ଅଫିସକୁ ଯାଇକିରି ପରମିଶନ ଦେଇଛନ୍ତି କି ନାହିଁ ତଦାରଖ କରିବାରୁ ଆମେ ଜାଣିବାକୁ ପାଇଲୁ ଯେ ସେଥିରେ କୌଣସି ଦିଆ ହେଇନାହିଁ। ଖାଲି ତାଙ୍କୁ ପରମିଶନ ଦିଆହେଇଥିଲା 5ଟି ନୀଳଗିରି ଗଛ ପାଇଁ, କିନ୍ତୁ 52ଟି ଗଛ କାଟି ଦେଇକିରି ଆମର ସ୍କୁଲର ସୌନ୍ଦର୍ଯ୍ୟକରଣ ବହୁ ମାତ୍ରାରେ ନଷ୍ଟ କରିଦେଇଛନ୍ତି। ଏପରି ଭାବରେ ଅନେକ ଗୁଡ଼ାଏ କାର୍ଯ୍ୟରେ ମଧ୍ୟ HM ଅନ୍ତର୍ଭୁକ୍ତ ହେଇ ଆମର ସ୍କୁଲକୁ ଅବ୍ୟବହାର କରୁଛନ୍ତି। ଏଥିପାଇଁ ଆମେ ଯେତେବେଳେ କଲେକ୍ଟର ପାଖକୁ ଆସିଥିଲୁ, ଫରେଷ୍ଟରକୁ ମଧ୍ୟ ଆମେ ଆପ୍ଲିକେସନ ଦେଇଥିଲୁ, କେସ୍ ଦେଇଥିଲୁ ଏବଂ ଥାନାରେ ମଧ୍ୟ କେସ୍ ଦେଇଥିଲୁ। ଆଜି ପର୍ଯ୍ୟନ୍ତ କୌଣସି ତଦାରଖ ମଧ୍ୟ କରାଯାଉନାହିଁ। ଯେହେତୁ କି ଆଜି ଆମେ କଲେକ୍ଟର ଗ୍ରିଭିଏନ୍ସକୁ ଆସିଥିଲୁ, ଗ୍ରିଭିଏନ୍ସରେ ମଧ୍ୟ ଆମକୁ ବହୁତ ଦୁଃଖର କଥା, ଏଠି ଡିଏଫଓ ମଧ୍ୟ ଆସିନାହାନ୍ତି ଏବଂ ସେପରି ଭାବରେ ଆମର ଅଞ୍ଚଳର ଫରେଷ୍ଟ ରେଞ୍ଜର ମଧ୍ୟ ଆସିନାହାନ୍ତି। ସେଥିପାଇଁ ଆମର ବହୁତ ଦୁଃଖର କଥା। କାରଣ ହେଲା, ଯଦି ଆସିଥାନ୍ତେ ଏ ଭିତର ସତ୍ୟାସତ୍ୟ ସବୁ ବାହାରିବ। ଯେହେତୁ କି ନ ଆସିଲେ ସେ ସବୁ ଲୁଚେଇକି ରହିଯିବ ବୋଲିକି ଆମେ ଭାବୁଛୁ। ଆଜ୍ଞା, କେସ୍ ଦେଇଛୁ ଥାନାରେ, ସେପରି ଭାବରେ ଆମର ରେଞ୍ଜର ଅଫିସରେ ମଧ୍ୟ ଆମେ କେସ୍ ଦେଇଥିଲୁ, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ତଦାରଖ ମଧ୍ୟ କରାଯାଉନାହିଁ। ବୋଲେ ତାର ଅର୍ଥ ହେଲା ଏସବୁ ଲୁଚି ଚପେଇ ରଖିବା ପାଇଁ ମଧ୍ୟ ଏପରି ବ୍ୟବସ୍ଥା ଚାଲିଛି। ଏଥିପାଇଁ ଆମେ ପ୍ରଶାସନକୁ ଅନୁରୋଧ କରୁଛୁ, ଆମର ସ୍କୁଲକୁ ତୁରନ୍ତ ଭାବରେ ଏପରି ଭାବରେ ଯେଉଁ ଅନ୍ୟାୟ ଚାଲିଛି ତାକୁ ସବୁ କ୍ଲିୟର କରାଯାଉ। ଆଗାମୀ ଦିନରେ ଯଦି ଏପରି ଭାବରେ ହେବ, ଆମେ ନିଶ୍ଚିତ ଭାବରେ ଆଗକୁ ବଢ଼ିବୁ।